ଜୟ ଜଗନ୍ନାଥ। ଆଜି ଆପଣମାନଙ୍କ ପାଇଁ ଆଉ ଗୋଟିଏ ସୁନ୍ଦର କଥାବସ୍ତୁଟିଏ ନେଇକି ଆସିଛି। ଆଜିର କଥାବସ୍ତୁ ହେଉଛି ପ୍ରକୃତରେ ପ୍ରଭୁ ରାମଚନ୍ଦ୍ର ଯେଉଁ 14 ବର୍ଷ ବନବାସ ଯାଇଥିଲେ, ତାଙ୍କ ବନବାସ ଯିବା ପଛରେ କାହାର ହାତ ଅଛି? ଅନେକ ଲୋକ ଅନେକ ପ୍ରକାର କହନ୍ତି। କେହି କହନ୍ତି ମାତା କୈକେୟୀ କୁମନ୍ତ୍ରଣା କରି ପ୍ରଭୁ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ପଠାଇଥିଲେ। ଆଉ କେହି କହୁଛନ୍ତି ମନ୍ଥରାର କୁମନ୍ତ୍ରଣାରେ ପ୍ରଭୁ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ଯିବାକୁ ପଡ଼ିଥିଲା। କିନ୍ତୁ କଥାଟି କେତେ ଦୂର ସତ୍ୟତା, ୟା ଭିତରେ କ'ଣ ରହସ୍ୟ ଅଛି, ଆଜି ଏହି ଭିଡ଼ିଓଟିରେ ଆମେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବା। ନା ଯେତେବେଳେ ପ୍ରଭୁ ନାରାୟଣ ଧରାପୃଷ୍ଠରେ ରାମଚନ୍ଦ୍ରଙ୍କ ରୂପରେ ଅବତରଣ କରିଥିଲେ, ସେହି ସମୟରେ ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଯେ ରାବଣ ଆଉ କୁମ୍ଭକର୍ଣ୍ଣ ଭଳି ଅତି ଦୁଷ୍ଟ ଦୁଷ୍ଟ ରାକ୍ଷସମାନଙ୍କର ନିଧନ କରିବା ପାଇଁ। ସେଇଥିପାଇଁ ତାଙ୍କର ଅବତାର ହେଇଥିଲା। ହେଲେ ଦଶରଥ ଯେତେବେଳେ ବୃଦ୍ଧାବସ୍ଥାରେ ଆସିଗଲେ, ବୃଦ୍ଧ ହୋଇଗଲେ, ସେ ମନ ମଧ୍ୟରେ ସ୍ଥିର କଲେ ଯେ ମୋର ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ରଙ୍କୁ ମୁଁ ରାଜ୍ୟାଭିଷେକ କରାଇ ବାକି ଜୀବନ ଏମିତି ଆରାମରେ କଟାଇବା ପାଇଁ ମୁଁ ଚାହୁଁଛି। ସେଇଥିପାଇଁ ସେ ନିଷ୍ପତ୍ତି କଲେ ଯେ ରାମଚନ୍ଦ୍ରଙ୍କୁ ସେ ଅଯୋଧ୍ୟାରେ ରାଜସିଂହାସନରେ ବସାଇ ସେ ତାଙ୍କ ରାଜକାର୍ଯ୍ୟରୁ ଅବସର ନେବେ। ଏହି କଥା ଆଜ୍ଞା ପୁରା ରାଜ୍ୟ ସାରା ଚହଳ ପଡ଼ିଗଲା। ସମସ୍ତେ ଖୁସିରେ ପୁରା ମାତି ଉଠିଲେ କି ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାର ରାଜା ହେବେ। ଆଉ ପ୍ରଜାମାନଙ୍କର ଏତେ ଖୁସି ଯେ ଆଉ କହିଲେ ନ ସରେ। ଏକଥା ଯେତେବେଳେ ଦେବଗଣମାନେ ଚିନ୍ତା କଲେ ପ୍ରଭୁ ରାମଚନ୍ଦ୍ର ଯଦି ରାଜ୍ୟାଭିଷେକ କରି ରାଜସିଂହାସନରେ ବସି ପ୍ରଜାମାନଙ୍କୁ ପାଳନ କରିବେ, ତାହେଲେ ଦୁଷ୍ଟ ରାକ୍ଷସମାନଙ୍କର ନିଧନ କିଏ କରିବ? ପ୍ରଭୁ ନାରାୟଣ ତ ଅବତାର ନେଇ ସେଇଥିପାଇଁ ଯାଇଛନ୍ତି ଯେ এই ଦୁଷ୍ଟ ରାକ୍ଷସମାନଙ୍କର ନିଧନ କରିବେ। ହେଲେ ସେ ଯଦି ରାଜ୍ୟରେ ରାଜାଭିଷେକ ହେବେ, ତାହେଲେ ଏଇ ଦୁଷ୍ଟ ରାକ୍ଷସମାନଙ୍କୁ କିଏ ନିଧନ କରିବ? ତାଙ୍କ ମଧ୍ୟରେ ଆଜ୍ଞା ଗୋଟିଏ ଚିନ୍ତା ପଡ଼ିଗଲା। ସମସ୍ତେ ଚିନ୍ତା କଲେ, ମନ ମଧ୍ୟରେ ସ୍ଥିର କଲେ ଯେ ଖଳ ଆଉ ଦୁର୍ବଳକୁ କୈକେୟୀ ଆଉ ମନ୍ଥରା ପାଖକୁ ପଠାଇଲେ। ନା ସେମାନେ ଦୁଇଜଣ ତାଙ୍କ ମନ ମଧ୍ୟରେ ଦୁର୍ବଳ ଆଉ ଖଳ ପ୍ରକୃତି ଦ୍ୱାରା ରାମଚନ୍ଦ୍ରଙ୍କୁ ଘଟସୂତ୍ର କରି ଅଯୋଧ୍ୟାରୁ ବନବାସ ପଠାଇବେ। ତାପରେ କ'ଣ ହେଇଛି ନା ଯେତେବେଳେ ମନ୍ଥରା ଏ ଖୁସି ଖବର ଶୁଣି କୈକେୟୀ ପାଖକୁ ଯାଇଛି, କୈକେୟୀକୁ କହୁଛି, ଆଲୋ ଏ ଝିଅ, ତୁ ଜାଣିଛୁ କାଲି ସକାଳୁ ରାମପୁରା ରାଜ୍ୟାଭିଷେକରେ ରଜା ହେବେ? ତୁ କ'ଣ ଏକଥା ଜାଣିଛୁ କି ନାହିଁ? କୈକେୟୀ ହସି ହସି କହିଲା, ଆଲୋ ଏ ମନ୍ଥରା, ଏକଥା କାହାକୁ ଅଜଣା? ରଜାପରା ପୁରା ରାଜ୍ୟରେ ଘୋଷଣା ପକାଇ ଦେଇଛନ୍ତି ପ୍ରଭୁ ରାମଚନ୍ଦ୍ର କାଲି ସକାଳୁ ରାଜ୍ୟାଭିଷେକ ହେବେ। ଏକଥା କାହାକୁ ଅଜଣା? ଆଲୋ ତୁ କ'ଣ ପାଗଳି ହେଇଗଲୁ? ତୁ ରାମଚନ୍ଦ୍ର ରଜା ହେବାର ଶୁଣି ଏତେ ଖୁସି ହେଉଛୁ ଯେ? କୈକେୟୀ କହିଲେ, ଆଉ ଖୁସି ହେବିନି ଯେ ଆଉ କ'ଣ ମନ ଦୁଃଖ କରିବି? ଆରେ ରାମଚନ୍ଦ୍ର ଭଳି ପୁଅ ଯଦି ରାଜା ହେବ, ଏଥିରେ ମନ ଦୁଃଖ କରିବାରେ କ'ଣ ଅଛି? ମନ୍ଥରା କହିଲା, ଆଲୋ ଏ ପାଗଳି, ରାମଚନ୍ଦ୍ର ଯଦି ରଜା ହେବ, ତାର ମାତା କୌଶଲ୍ୟା ରାଜମାତା ହେବ, ଆଉ ତୋତେ ତା ପାଖରେ ଚାକର ଭଳି ଖଟିବାକୁ ପଡ଼ିବ। ଏଇଟା ବହୁତ ଲମ୍ବା କଥା ଆଜ୍ଞା। ସେଇଥିପାଇଁ ମୁଁ ଆପଣମାନଙ୍କୁ ସଂକ୍ଷିପ୍ତରେ କହିବାକୁ ଯାଉଛି, କାହିଁକିନା ଏଗୁଡ଼ାକ ଯଦି ବହୁତ କହିବା ଅତି ସୁନ୍ଦର ପାଠ ଲମ୍ବା ହେଇଯିବ। ସେଇଥିପାଇଁ ମୁଁ ସଂକ୍ଷିପ୍ତରେ କହିବା ପାଇଁ ଚାହୁଁଛି। ହେଲେ ସେତେବେଳେ ନା କୈକେୟୀ ମନ ମଧ୍ୟରେ ସ୍ଥିର କଲା ଯେ ପ୍ରକୃତରେ ରାମଚନ୍ଦ୍ରଙ୍କୁ ବନବାସ ପଠାଇ ମୋ ପୁତ୍ର ଭରତକୁ ଅଯୋଧ୍ୟାର ରାଜ୍ୟାଭିଷେକ କରାଇବାକୁ ପଡ଼ିବ। ସେଇଥିପାଇଁ ସେ ଦଶରଥଙ୍କ ପାଖକୁ ଗଲେ। ଦଶରଥ ତାଙ୍କୁ ପୂର୍ବେ 2 ଗୋଟି ବର ଦେବା ପାଇଁ ନିଷ୍ପତ୍ତି କରିଥିଲେ। ସେ ଯାଇ କହିଲେ, ହେ ପ୍ରଭୁ ଦଶରଥ, ଆପଣ ମୋତେ ପ୍ରତିଜ୍ଞା କରିଥିଲେ ଯେ ମୋର ଅସମୟରେ ମୋତେ 2 ଗୋଟି ବର ପ୍ରଦାନ କରିବେ ବୋଲି। ଆଜି ମୋର ସେ ବର 2ଟା ଆବଶ୍ୟକ। ରାଜା ଦଶରଥ କହିଲେ, ଆରେ କୈକେୟୀ, ଆଜିର ଭଳିଆ ଖୁସି ଦିନରେ ତମେ ଯଦି ସେଇ ବର 2ଟା ମୋତେ ମାଗିବାକୁ ଚାହୁଁଛ, ତାହେଲେ ମାଗ, ଅକୁଣ୍ଠିତ ଚିତ୍ତରେ ମୁଁ ତୁମକୁ ପ୍ରଦାନ କରିବି। ସେହି ସମୟରେ କୈକେୟୀ କ'ଣ କଲେ ନା ଦଶରଥଙ୍କୁ ଅନୁରୋଧ କରି କହିଲେ, ହେ ପ୍ରଭୁ, ମୋତେ 2 ଗୋଟି ବର ଦିଅ କି ରାମଚନ୍ଦ୍ର 14 ବର୍ଷ ବନବାସ ଯିବ ଆଉ ମୋ ପୁତ୍ର ଭରତ ଅଯୋଧ୍ୟାର ରାଜା ହେବ। ଦଶରଥ ଶୁଣି ଆଚମ୍ବିତ ହୋଇଗଲେ। ସେ ପାଗଳ ଭଳି ଚିତ୍କାର କରି କହିଲେ, ମୁଁ ଏଇ ବର 2ଟା ତୁମକୁ ପ୍ରଦାନ କରିପାରିବି ନାହିଁ, କାହିଁକିନା ମୋର ପୁତ୍ର ରାମଚନ୍ଦ୍ର କେବେ ବି ବନବାସ ଯିବା ପାଇଁ ମୁଁ ଚାହେଁ ନାହିଁ। ସେଇଥିପାଇଁ ମୁଁ ଏ ବର 2ଟା ତୁମକୁ ପ୍ରଦାନ କରିପାରିବି ନାହିଁ। ଏଇଟା ଆଜ୍ଞା ବିଧିର ବିଧାନ, ଆଉ କିଏ ବା ରଖିପାରିବ? ପ୍ରକୃତରେ
ଆଜିର କଥାବସ୍ତୁଟି ହେଉଛି ପ୍ରଭୁ ରାମଚନ୍ଦ୍ର ବନବାସ ଯିବା ପଛରେ ସେଇ ଦେବଗଣଙ୍କର କୂଟଚକ୍ରାନ୍ତ ଆଜ୍ଞା। ଏଥିରେ ନା ମାତା କୈକେୟୀର କୌଣସି ଚକ୍ରାନ୍ତ ଥିଲା, ନା ମନ୍ଥରାର କୌଣସି ଚକ୍ରାନ୍ତ ଥିଲା। କଥାଟି କେମିତି ଲାଗିଲା ନିଶ୍ଚୟ ଗୋଟେ କମେଣ୍ଟ କରିକି ଜଣେଇବେ। ଜୟ ଜଗନ୍ନାଥ।